କୃଷ୍ଣ ଭକ୍ତିରେ ବିହଳ କବି ଦୀନକୃଷ୍ଣ ଦାସ ରସକଲ୍ଲୋଳ କାବ୍ୟରେ ଗୋପୀ ଓ କୃଷ୍ଣ ପ୍ରେମର ଅତି ବ୍ୟାପକ ବର୍ଣ୍ଣନା ପ୍ରଦାନ କରିଛନ୍ତି। ଆମ୍ଭେ ଚତୁର୍ଥିଂଶ ଛାନ୍ଦର ଯେଉଁ 1ରୁ 4 ନମ୍ବର ପଦ ପର୍ଯ୍ୟନ୍ତ ପଢ଼ିଲେ ସେଥିରେ ଦେଖିଲେ ଗୋପପୁରରୁ ପ୍ରତ୍ୟାବର୍ତ୍ତନ କରି ଉଦ୍ଧବ କୃଷ୍ଣଙ୍କ ନିକଟରେ ବିରହ ସନ୍ତପ୍ତା କନ୍ଦର୍ପର ଦର୍ପ ଅନଳରେ ଦଗ୍ଧୀଭୂତା ଗୋପୀ ସୁନ୍ଦରୀ ମାନଙ୍କର ଦୁର୍ଦ୍ଦଶାକୁ ବର୍ଣ୍ଣନା କରିଛନ୍ତି ଏବଂ ସେମାନେ କାମ ଦଶଦଶାକୁ ଭୋଗ କରିବା କଥା ପରବର୍ତ୍ତୀ ପଦ ଗୁଡ଼ିକରେ ଆଲୋଚନା କରାଯାଇଛି। କବି ଦୀନକୃଷ୍ଣ ଦାସ କାମଶାସ୍ତ୍ରର ଯେଉଁ ସ୍ମର ଦଶଦଶା ରହିଛି ତାହା ଅନୁଯାୟୀ ଗୋପୀମାନଙ୍କର ବିରହ ବର୍ଣ୍ଣନାକୁ ଅତି ଚମତ୍କାର ଭାବରେ ଏହାର ପରବର୍ତ୍ତୀ ପଦ ଗୁଡ଼ିକରେ କରିଛନ୍ତି। କନ୍ଦର୍ପର ପୀଡ଼ାରେ ନାୟିକା ମାନେ ଯେଉଁ ଦଶଦଶା ଭୋଗ କରିଛନ୍ତି ସେଗୁଡ଼ିକ ହେଲା ପ୍ରଥମରେ ଅଭିଳାଷ, ଦ୍ୱିତୀୟରେ ସ୍ମରଣ ଓ ସ୍ମୃତି, ତୃତୀୟରେ ଚତୁର୍ଥ ଦଶା ଗୁଣ କୀର୍ତ୍ତନ, ପଞ୍ଚମ ଦଶା ହେଲା ଉଦ୍ବେଗ, ଷଷ୍ଠ ଦଶା ହେଲା ପ୍ରଳାପ, ସପ୍ତମ ଦଶା ଉନ୍ମାଦ, ଅଷ୍ଟମ ଦଶା ବ୍ୟାଧି, ନବମ ଦଶା ଜଡ଼ତା ଏବଂ ଦଶମ ଦଶାଟା ହେଲା ପ୍ରଳୟ। ଏସବୁ ଦଶାକୁ କବି ଅତି ଚମତ୍କାର ଭାବରେ ଗୋପୀମାନଙ୍କ ଭିତରେ ପ୍ରକାଶ କରିଛନ୍ତି ଆମର 5 ନମ୍ବର ପଦରୁ 7 ନମ୍ବର ପଦ ଭିତରେ। ତାହେଲେ ପ୍ରଥମେ ପଦଟାକୁ ଆମେ ପଢ଼ିବା, ତାପରେ ତାର ଅର୍ଥକୁ ବୁଝିବା। କେପାଇ କନ୍ଦର୍ପ ପ୍ରଥମ ଦଶା କରିଛି ତୁମ୍ଭ ଅଙ୍ଗ ସଙ୍ଗ ଆଶା, କେୟ ବା ଦ୍ୱିତୀୟ ଦଶାକୁ ପାଇ କେବଳ ତୁମ୍ଭରି ଚିନ୍ତା କରଇ, କେବା ସୁମରଇ କାମ ତୃତୀୟ ଅବସ୍ଥାକୁ ପାଇ, କେକରେ ଚତୁର୍ଥେ ଗୁଣ କୀର୍ତ୍ତନ, କେକରେ ପଞ୍ଚମେ ଉଦ୍ବେଗ ମନ, କେ ଷଷ୍ଠକୁ ପାଇ ବିଳାପ କରେ, କେହୁ ଉନ୍ମତ୍ତ ହୁଏ ସପ୍ତମରେ, କେହି ବ୍ୟାଧିବନ୍ତ କରିଛି ଅଷ୍ଟମ ଦଶା ଏମନ୍ତ, କେ ନବମରେ ଜଡ଼ତାକୁ ପାଇ କେବଳ ଅଛି ଅବନୀରେ ଶୋଇ, କାହା ସାତ୍ವಿକ ହିମଋତୁ ପ୍ରାୟ କମ୍ପାଉଛି ଏହି ଘେନିତା କାଏ, କାରୋମ ଉଦ୍ଗମ କାଳିକା କାଳ କଦମ୍ବ କୁସୁମ। ତାହେଲେ ଉଦ୍ଧବ କହିଲେ ଯେ କନ୍ଦର୍ପର ଦଶଦଶା, ଏ ଯେଉଁ କନ୍ଦର୍ପର ଶର ଦ୍ୱାରା ନିକ୍ଷିପ୍ତ ହେଇଥିବା ଏଇ ଗୋପ ସୁନ୍ଦରୀ ମାନେ ଆମର କାମଶାସ୍ତ୍ରର ସ୍ମର ଦଶଦଶା ଅନୁଯାୟୀ ଦଶଦଶା ଭୋଗ କରୁଛନ୍ତି। ପ୍ରଥମ ଦଶା ହେତୁ କୃଷ୍ଣଙ୍କର ଅଙ୍ଗ ସଙ୍ଗ କିଏ ଗୋଟେ ଆଶା କରିଛି ତୁମ୍ଭ ଅଙ୍ଗ ସଙ୍ଗ ଆଶା। ପୁଣି କିଏ ଦ୍ୱିତୀୟ ଦଶାରେ ପୀଡ଼ିତ ହେଇକି କୃଷ୍ଣ କଥା ଚିନ୍ତା କରିବାକୁ ଲାଗିଛି, କେୟ ବା ଦ୍ୱିତୀୟ ଦଶାକୁ ପାଇ କେବଳ ତୁମରି ଚିନ୍ତା କରଇ। ତୃତୀୟ ଦଶାରେ ଘାରି ହେଇ ଅବା କେହି ଗୋପୀ କେବଳ କୃଷ୍ଣକୁ ସ୍ମରଣ କରିବାକୁ ଲାଗିଛି, କୃଷ୍ଣ କୃଷ୍ଣ କୃଷ୍ଣ। କେବା ସୁମରଇ କାମ ତୃତୀୟ ଅବସ୍ଥାକୁ ପାଇ, ଏବଂ ଚତୁର୍ଥ ଦଶାରେ ପୀଡ଼ିତା ହୋଇ କିଏ ପୁଣି କୃଷ୍ଣଙ୍କର ଗୁଣ କୀର୍ତ୍ତନ କରିବାରେ ଲାଗିଛି। ପଞ୍ଚମ ଦଶାରେ ପୀଡ଼ିତ ହୋଇ କୌଣସି ଗୋପୀ ମନରେ କେବଳ ଉଦ୍ବେଗ ସ୍ଥାନ ପାଇଛି। ଷଷ୍ଠ ଦଶା ଲାଭ କରି କିଏ ମଧ୍ୟ ବିଳାପ କରିଛି। ସପ୍ତମ ଦଶା ଲାଭ କରି କେହି ମଧ୍ୟ ଉନ୍ମାଦ ଅବସ୍ଥା ପ୍ରାପ୍ତ ହେଇଛି। କହିଲେ କେହୁ ଉନ୍ମତ୍ତ ହୁଏ ସପ୍ତମରେ, କେହି ବ୍ୟାଧିବନ୍ତ କରିଛି ଅଷ୍ଟମ ଦଶା ଏମନ୍ତ। ନହେଲେ ଅଷ୍ଟମ ଦଶା ଲାଭ କରି କୌଣସି ଗୋପୀ ପୁଣି କାମ ବ୍ୟାଧିରେ ଭୀଷଣ ଭାବରେ ପୀଡ଼ିତ ହେଇକି ରହିଛି। ଏବଂ ନବମ ଦଶା କଥା ଆଲୋଚନା କଲା ବେଳେ କବି ଏହାକୁ ବେଶୀ ଗୁରୁତ୍ୱ ଦେଇକି ପ୍ରକାଶ କରିଛନ୍ତି। ନବମରେ ଜଡ଼ତାକୁ ପାଇ କେବଳ ଅଛି ଅବନୀରେ ଶୋଇ, କାହା ସାତ୍ବିକ ହିମଋତୁ ପ୍ରାୟ କମ୍ପାଉଛି ଏଇ ଘେନିତା କାଏ। ଅର୍ଥାତ୍ ଜଡ଼ତା ଆସିବାରୁ ତା ଦେହରେ ଦାହ ପ୍ରବଳ ହେବାକୁ ଲାଗିଛି, ତେଣୁ ଗୋପୀମାନେ ଭୂମିରେ ଲୋଟି ପଡ଼ିଛନ୍ତି। ଶୀତ ଋତୁର ଶୀତଳତା ତୁଲ୍ୟ ଗୋପୀଙ୍କ ଶରୀରରେ ଶୀତର ପ୍ରବଳ ପ୍ରକୋପ ଦେଖାଦେବାକୁ ଲାଗିଛି। ଏହାକୁ କବି ସାତ୍ବିକ ବୋଲି ବର୍ଣ୍ଣନା କରିଛନ୍ତି। ପ୍ରେମ ଅଥବା ଭକ୍ତି ହେତୁ ମନରେ ଯେଉଁ 8 ପ୍ରକାରର ବିକାର ଭାବନା ଦେଖାଯାଏ, ସେହି ବିକାର ଭାବନାର ପ୍ରଭାବ ଶରୀର ଉପରେ ପଡ଼େ। ତେଣୁ ଏହି ଶରୀର ଭିତରେ ପ୍ରାଣୀମାନଙ୍କର 8 ପ୍ରକାରର
ସାତ୍विକ ଭାବନା ଦେଖାଯାଏ, ଯାହାକୁ ଆମେ ଅଷ୍ଟ ବିକାର ଭାବନା ବୋଲି ମଧ୍ୟ କହିଥାଉ। ସେଗୁଡ଼ିକ ହେଲା ସ୍ତମ୍ଭ, ସ୍ୱେଦ, ରୋମାଞ୍ଚ, ସ୍ୱରଭଙ୍ଗ, କମ୍ପ, ବୈବର୍ଣ୍ଣ, ଅଶ୍ରୁ, ପ୍ରଳୟ। ଗୋପୀମାନଙ୍କ ମଧ୍ୟରେ କାମ ଦଶ ଦଶା ଓ ଅଷ୍ଟ ସାତ୍विକ ଯେଉଁ ବିକାର ଭାବନା ତାହା ଦେଖା ଦେବାକୁ ଲାଗିଛି। ତେଣୁ କେଉଁ ଗୋପୀର ଦେହ ଶୀତରେ ଥରୁଛି, ତ କେଉଁ ଗୋପୀ ଦେହ ବର୍ଷାକାଳୀନ କଦମ୍ବ ପୁଷ୍ପ ବୋଲି ରୋମାଞ୍ଚ ଦେଖାଯାଉଛି। ବର୍ଷା କାଳରେ କୋକିଳର ଖଣ୍ଡିତ କୁହୁ ସ୍ୱନ ଭଳି କାହାର ସ୍ୱର ମଧ୍ୟ ରହି ରହିକି ଶୁଣାଯାଉଛି। ନିଦାଘ କାଳର ଶ୍ରମଝାଳ ଭଳି କେଉଁ ଗୋପୀ ଦେହରେ ମଧ୍ୟ ଦେଖାଦେଇଛି ସ୍ୱେଦ। ଶରତ କାଳର କେତକୀ ଫୁଲ୍ୟ ତୁଲ୍ୟ କାହା ଶରୀର ମଧ୍ୟରେ ପାଣ୍ଡୁରତା ବର୍ଣ୍ଣ ଦେଖାଦେଇଛି। ବର୍ଷା କାଳରେ ଅବିରତ ନିରଧାର ଭଳି କାହା ଚକ୍ଷୁରୁ ଅନର୍ଗଳ ଭାବରେ ବହିଯାଇଛି ଲୋତକ। ଯାହାକୁ କି କବି ପରବର୍ତ୍ତୀ ଆମର ଯେଉଁ ସପ୍ତମ ପଦ ରହିଛି ସେଇ ସପ୍ତମ ପଦରୁ ଆରମ୍ଭ କରି ଏ କଥାକୁ ବର୍ଣ୍ଣନା କରିଛନ୍ତି। କାହାର ସ୍ୱର ବୋଲିବାରୁ ହତ କାଦମ୍ବିନୀ କାଳେ କୋକିଳ ମତ, କେତହି ଶରତ ଋତୁ ସମାନ କେତକୀ ପରାଏ ହେବାରୁ ବର୍ଣ୍ଣ, କେନି ଦାଘ କାଳ କେତେ ବହୁଛି କଳେ ବରୁ ଝାଳ, କେତହି ହୋଇଛି ବରଷା ପ୍ରାୟ କମଳ ନେତୃ ନୀର ବହିଯାଏ, କେତେ କହିବି ତାହାଙ୍କ ବେଦନା କହିଲେ ଶୋକ ଜାତ ହେବ ସିନା କେବଳ ଏ ଦେହ, କେତେ ଅବା ନଶ ହେଉଛି ଦୁଃସହ। ତାହେଲେ ନବମ ପଦ ଭିତରେ, ସପ୍ତମରୁ ନବମ ପଦ ଭିତରେ ଆମେ ଦେଖିଲେ କିଭଳି ଭାବରେ କବି ଏଇ ଅଷ୍ଟ ସାତ୍विକ ବିକାର ଭାବନାକୁ ଭୋଗ କରୁଥିବା ନର୍ତ୍ତକୀମାନଙ୍କ ବିଷୟରେ ବର୍ଣ୍ଣନା କଲେ। ଏବଂ ସେ କହିଲେ କ'ଣ ନା ଯେମିତି କେତେ କହିବି ତାହାଙ୍କ ବେଦନା ବର୍ଣ୍ଣନା କରିସାରିଲା ପରେ ସତେ ଯେମିତି ଉଦ୍ଧବ କହୁଛନ୍ତି ଶ୍ରୀକୃଷ୍ଣଚନ୍ଦ୍ରଙ୍କୁ ଯେ ସେଇ ଗୋପିକାମାନେ ଯେତେ କଷ୍ଟ ଭୋଗ କରୁଛନ୍ତି ସେ କଥା ମୁଁ ଆଉ ଆପଣଙ୍କୁ କେତେ କହିବି ତାହାଙ୍କ ବେଦନା କହିଲେ ଶୋକ ଜାତ ହେବ ସିନା। ଆପଣଙ୍କ ମନ ଭିତରେ ଏକଥା ଶୁଣିଲେ ଅତ୍ୟନ୍ତ ଦୁଃଖ ଜାତ ହେବ। ତେଣୁ ଆପଣଙ୍କର ଏଇ କଷ୍ଟ ନ ଦେବା ପାଇଁ ମୁଁ ଆଉ ବେଶୀ କିଛି କହୁନାହିଁ, କେବଳ ଏତିକି ଜାଣିଥାନ୍ତୁ କେବଳ ଏ ଦେହ କେତେ ଅବା ନସହ ଇ ଦୁଃସହ। କେବଳ ଆପଣ ଜାଣିଥାନ୍ତୁ ସେଇ ଗୋପିକା ମାନେ ଅନେକ ଦୁଃସହ ଅନେକ କଷ୍ଟ ଭୋଗ କରିକି ସେଇ ଗୋପପୁରରେ ରହିଛନ୍ତି। ଏହାପରେ ଦଶମ ପଦରେ କବି କହିଲେ କାହା ବିରହ ନର୍ତ୍ତକୀ ଉତ୍କଟ କୋକିଳ ଗୀତକୁ କରିଛି ନାଟ, କଳେ ବର ରଙ୍ଗ ଭୂମି ହୋଇଛି କାମ ନୃପତି ସୁଖକୁ ପାଉଛି, କାହାର ବିରହ କଳାକୁ କଳା କରାଉଛି ମୋହ, କୋଳାହଳ ନାଦେ ପୁରିଛି ପୁର କେଶୀ ବଙ୍କୁ ଡାକେ ହୋଇ ଆତୁର, କେବଲେ ଆଗ ଜଳ ସିଞ୍ଚ ସିଞ୍ଚ କେବଲେ ମନ୍ଦ ମନ୍ଦ କରି ବିଞ୍ଚ, କେ ହୋଇ ବିକଳ କହେ ସଖୀ ଚନ୍ଦ୍ର ଚନ୍ଦନା ଚନ୍ଦନ ଚୋଳା। ତାହେଲେ ଗୋପୀମାନେ ଖୁବ ଦୁଃଖ ପାଇଛନ୍ତି, ତାଙ୍କର ଶରୀର ନିଷ୍ପ୍ରାଣ ହୋଇ ପଡ଼ି ରହିଛି। ଏହି ଶରୀର ଉପରେ କନ୍ଦର୍ପ କରିଛି ଘୋର ଅତ୍ୟାଚାର ଏବଂ ସେମାନଙ୍କ ଶରୀରକୁ ରଙ୍ଗଭୂମି ଭାବରେ କରି ସତେ ଯେମିତି କାମଦେବ ବା କନ୍ଦର୍ପ ନୃପତି ରାଜା ହେଇକି ଅଖଣ୍ଡ ନୃତ୍ୟ କରିଛି। କହିଲେ କାହା ବିରହ ନର୍ତ୍ତକୀ ଉତ୍କଟ କୋକିଳ ଗୀତକୁ କରିଛି ନାଟ। ପୁଣି ଆଉ କ'ଣ ହେଇଛି, କାହାର ପୁଣି ବିରହ ବେଦନା ଅସହ୍ୟ ହେବାରୁ କେଉଁ ଗୋପୀ ଉନ୍ମତ୍ତ ହୋଇପଡ଼ିଛି। ସେ ଉନ୍ମାଦ ଭାବରେ କେବଳ ନୃତ୍ୟ କରିବାରେ ଲାଗି ପଡ଼ିଛି ଏବଂ କୋକିଳର କୁହୁକାନ ବିରହିଣୀ ଗୋପଲଳନା ମନ ଭିତରେ ଅନେକ ଉନ୍ମାତ୍ତ ଭାବନା ସଞ୍ଚାର କରିଛି। ଏହି ହେତୁ କନ୍ଦର୍ପ ଆନନ୍ଦ ଲାଭ କରୁଥିଲା ବେଳେ ଗୋପୀମାନେ କେବଳ ଅତ୍ୟନ୍ତ କଷ୍ଟ ଭୋଗ କରିଛନ୍ତି। କହିଲେ କାମ ନୃପତି ସୁଖକୁ ପାଉଛି, କାମଦେବ ସୁଖ ପାଉଛନ୍ତି କିନ୍ତୁ କାହାର ବିରହ କଳାକୁ କଳା କରାଉଛି ମୋହ, କିନ୍ତୁ ଆଉ କାହାର ଯନ୍ତ୍ରଣା ମାନେ ଏଇ ଗୋପୀମାନଙ୍କର ଯନ୍ତ୍ରଣା କଳାକୁ କଳା ମାନେ କ୍ଷଣକୁ କ୍ଷଣ ସେମାନଙ୍କୁ କ'ଣ କରାଉଛି ମୋହ ବଶ କରାଉଛି, ତାଙ୍କୁ ମୂର୍ଚ୍ଛିତ କରାଇ ଦଉଛି କଥା 10 ନମ୍ବର ପଦରେ ବର୍ଣ୍ଣନା କଲେ। ଏବଂ 11 ନମ୍ବର ପଦରେ କହିଲେ କୋଳାହଳ ନାଦେ ପୁରିଛି ପୁର, ଅର୍ଥାତ ଯେତେବେଳେ ଏଭଳି ଭାବରେ ଗୋପିକାମାନଙ୍କର ଅବସ୍ଥା ହେଇଛି, ଏତାଦୃଶ ବିରହିଣୀ ଭାବ ଗୋପିକାମାନଙ୍କ ଭିତରେ ଅନେକ ଭାବ ସଞ୍ଚାର କରିଛି ଏବଂ ସର୍ବତ୍ର କନ୍ଦର୍ପର ପ୍ରମତ୍ତ ଲୀଳା ଦେଖାଯାଇଛି। ସର୍ବତ୍ର ବିରହିଣୀମାନଙ୍କର ଆର୍ତ କୋଳାହଳ
ପୁରୀ ଯାଇଛି ସେତେବେଳେ ବିରହୀ ଆତ୍ମାର ବିକଳ ଚିତ୍କାର ମୃତ୍ୟୁର ଶୀତଳ ପଦଧ୍ୱନି ସଦୃଶ ଦେଖାଯିବାକୁ ଲାଗିଛି ଏବଂ କନ୍ଦର୍ପ ଦାହରେ ବିରହିଣୀ ଗୋପୀର ଶରୀରରେ ଅତ୍ୟଧିକ ଉତ୍ତାପ ଦେଖାଯିବାକୁ ଲାଗିଛି। ତାକୁ ତାପକଷ୍ଟରୁ ରକ୍ଷା କରିବା ପାଇଁ କିଏ ଅତି ବ୍ୟଗ୍ର ଭାବରେ ଜଳ ସିଞ୍ଚି ଶୀତଳ ଉପଚାର ସବୁ ଆରମ୍ଭ କରିଦେବାକୁ ଲାଗିଛନ୍ତି। କେବଲେ ଆଗ ଜଳ ସିଞ୍ଚ ସିଞ୍ଚ କେବଲେ ମନ୍ଦ ମନ୍ଦ କରି ବିଞ୍ଚ, ପୁଣି ଆଉ କିଏ ଧୀରେ ଧୀରେ ବ୍ୟଜନ ମାନେ ଯେଉଁ ଆମର ବିଞ୍ଚଣା ଚାଳନ କରୁଛି। କିଏ କନ୍ଦର୍ପ ଦାହରୁ ରକ୍ଷା ପାଇବା ପାଇଁ ଅତି ଆତୁର ଭାବରେ ଶିବଙ୍କୁ ଡାକୁଛି। କିଏ ପଦ୍ମନାଡ଼ ଆଣି ସଖୀ ହୃଦୟରେ ଲଦି ଦେଉଛି। କିଏ ପୁଣି ଦଗ୍ଧ ପ୍ରାଣରେ ଶୀତଳିତା ଆଣିବା ପାଇଁକି ବେଣା ଚେର ମାନେ ଉସିର ଚେର ପଦ୍ମପତ୍ର କଇଁନାଡ଼ ଇତ୍ୟାଦି ଶୀତଳ କାରକ ଦ୍ରବ୍ୟ ଆଣି ଶୀତଳ ଚିକିତ୍ସାମାନ କରାଉଛି। ଯେମାନଙ୍କ ଦେହର ତାତିକୁ ଟିକିଏ କମ୍ କରିବା ପାଇଁ, ତାଙ୍କ ମନର କଷ୍ଟକୁ ଟିକିଏ କମ୍ କରିବା ପାଇଁ। ସମଗ୍ର ଗୋପପୁରରେ ବ୍ୟାଧି ପୀଡ଼ିତା ଗୋପାଙ୍ଗନା ମାନଙ୍କର ବିକଳ କୋଳାହଳ କେବଳ ଦେଖାଯିବାକୁ ଲାଗିଛି। ଆମର ଯେଉଁ 12 ନମ୍ବର ପଦ ରହିଲା, 12 ନମ୍ବର ପଦ ଭିତରେ ସମଗ୍ର ଗୋପପୁରରେ ବ୍ୟାଧିଗ୍ରସ୍ତା ବା କାମ ବ୍ୟାଧିଗ୍ରସ୍ତା ପୀଡ଼ିତା ଗୋପାଙ୍ଗନା ମାନଙ୍କର ବିକଳ କୋଳାହଳର ଚିତ୍ର ବର୍ଣ୍ଣନା କରାଗଲା। ଏବଂ 13 ନମ୍ବର ପଦରେ କବି କହିଲେ, କେବଲେ ଆରେ ପ୍ରିୟ ସହଚରୀ କୃଷ୍ଣ ଚନ୍ଦ୍ର ସଙ୍ଗେ ପିରତି କରି କାଳରେ ଅର ଜିଲୁ ଏହି ସିରି କାମ ଦେବରେ ହୋଇଲୁ ବୈରୀ କେବଲେ କି କହ କର୍ମରେ ଲେଖା ଥିଲା ଏ ବୀର। ତାହେଲେ କାମ ସନ୍ତପ୍ତା ଗୋପାଙ୍ଗନା ମାନେ ପରସ୍ପରକୁ ସାନ୍ତ୍ୱନା ଦେବାରେ ଲାଗି ପଡ଼ିଲେ। କୋଉ ଗୋଟେ ଗୋପୀ ଅନ୍ୟ ଗୋଟେ ଗୋପୀକୁ ସାନ୍ତ୍ୱନା ଦେଇକି କହୁଛି, କୃଷ୍ଣଙ୍କ ସହିତ ପ୍ରୀତି କଲେ ଏଭଳି ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡ଼େ। କାମଦେବର ଶତ୍ରୁ ପାଇଁ କୃଷ୍ଣ ସହିତ ପ୍ରୀତି କରିବା ସମାନ ବୋଲି କିଏ କହିଲା। ଏବଂ ଏଭଳି ଭାବରେ ବିରହିଣୀ ମାନଙ୍କର ଚିକିତ୍ସା ଲାଗି ବିଭିନ୍ନ ପ୍ରକାରର ଶୀତକାରକ ବ୍ୟବସ୍ଥା ସବୁ ଆରମ୍ଭ କରାଗଲା। ସେମାନେ ଜାଣିଲେ ଯେ କୃଷ୍ଣ ସହିତ ପ୍ରୀତି କଲେ ଏଭଳି ଭାବରେ କାମଦେବର ଶତ୍ରୁ ହବାକୁ ପଡ଼ିଥାଏ। ଏବଂ ଏହାପରେ କେତେ କହିବି ଏହି ରୂପେ ଗୋଳ କେତେ ପ୍ରକାରେ ପୁରିଛି ଗୋକୁଳ କୋମଳ ପତ୍ର ହୋଇଛି କଉଡ଼ି କେତେ ଅବା ଆଣୁଛନ୍ତି ଲୋଡ଼ି କାସାର ମାନଙ୍କେ କମଳ ପତ୍ର ଅବା ପାଇବକେ। ଅର୍ଥାତ୍ ଗୋଳ ମାନେ କୋଳାହଳ, ଗୋକୁଳ ମାନେ ଗୋପପୁର, କଉଡ଼ି ମାନେ ପଇସା। ତାହେଲେ ଏଇ ଯେଉଁ ବିରହିଣୀ ମାନେ ସବୁ ରହିଲେ ସେମାନଙ୍କ ଚିକିତ୍ସା ପାଇଁ ସବୁ ଶୀତକାରକ ଉପଚାର ମାନଙ୍କର ଦରକାର ପଡ଼ିଲା। ଗୋପପୁରରେ ଅତ୍ୟନ୍ତ କୋଳାହଳ ଲାଗିଲା ଏବଂ ସେ କୋମଳ ପତ୍ର ମାନେ ଆମର ଯେଉଁ ପଦ୍ମପତ୍ର ମାନଙ୍କର ମୂଲ୍ୟ ଏତେ ବୃଦ୍ଧି ଘଟିଲା ଯେ ତାର ମୂଲ୍ୟ କଉଡ଼ି ହେବାକୁ ଲାଗିଲା। ତା ପଇସାରେ ତା ମୂଲ୍ୟ ଲୋକମାନେ ତାକୁ ସାଇତିକି ରଖିଲେ ତା ଅଧିକ ପଇସା ହେବ ବୋଲି। କେ ପ୍ରକାରେ ପୁରିଛି ଗୋକୁଳ କୋମଳ ପତ୍ର ହୋଇଛି କଉଡ଼ି କେହ ବା ଆଣୁଛନ୍ତି ଲୋଡ଼ି କାସାର ମାନଙ୍କରେ, କାସାର ମାନେ ପୁଷ୍କରିଣୀ ମାନଙ୍କରେ କମଳ ପତ୍ର ଅବା ପାଇବ କେ। ତାହେଲେ ପୁଷ୍କରିଣୀ ମାନଙ୍କରୁ ପଦ୍ମପତ୍ର ଅନେକ ପରିମାଣରେ ଅଣାଯିବା କାରଣରୁ ପୁଷ୍କରିଣୀ ଗୁଡ଼ିକ ପଦ୍ମଶୂନ୍ୟ ହେଇ ପଡ଼ିଲା ଏବଂ ପଦ୍ମଶୂନ୍ୟ ହେଇଥିବା କାରଣରୁ କମଳପତ୍ରର ମୂଲ୍ୟ ବୃଦ୍ଧି ଘଟିଲା। ଏହା ହେଲା କ'ଣ ନା 14 ନମ୍ବର ପଦ। ସେଠୁ 15 ନମ୍ବର ପଦରେ କହିଲେ, କର୍ପୂର ଚନ୍ଦନକୁ ଆଗ ହୋଇ କପର୍ଦ୍ଦି ମାନେ ପଡ଼ିଅଛି ଯାଇ କୁଶ୍ଚିତ ଦ୍ରବ୍ୟ ଗନ୍ଧ ବେଣାମୂଳ କର୍ମକୁ ସେହି ହୋଇଛି ଦୁର୍ମିଳ କୁସୁମ ମାନକୁ କେହି ଆଣୁନାହିଁ ନେତ୍ର ପଥକୁ। ମାନେ ଏଇ ଯେଉଁ ଆମର ଏଇ ଯେଉଁ କର୍ପୂର ଚନ୍ଦନ ପ୍ରଭୃତି ଶୀତଳକାରକ ଦ୍ରବ୍ୟ ରହିଛି ସେସବୁ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଘଟିଲା। କାହିଁକି ନା କନ୍ଦର୍ପ ଦଶଦଶାରେ ପୀଡ଼ିତ ହେଇଥିବା କାରଣରୁ ଏଇ ଯେଉଁ ଗୋପ ନାରୀମାନେ ଥିଲେ ସେମାନେ କାମବ୍ୟାଧିଗ୍ରସ୍ତ ହୋଇପଡ଼ିଛନ୍ତି। ତାଙ୍କ ଶରୀରର ଉତ୍ତାପ ବୃଦ୍ଧି ପାଇବାକୁ ଲାଗିଛି। ଏହି ହେତୁ ଶୀତକାରକ ବିଭିନ୍ନ ଉପଚାର ତାଙ୍କର କରାଯାଉଛି। ଶୀତକାରକ ଦ୍ରବ୍ୟ ଗୋଟେ ହେଲା କମଳପତ୍ର ପଦ୍ମପତ୍ର। ତାହା ଆଉ କାସାରଙ୍କ ମାନେ ପୋଖରୀ ମାନଙ୍କରେ ଦେଖାଯିବାକୁ ଲାଗିଲା ନାହିଁ, ବରଂ ଲୋକମାନେ ସବୁ ତୋଳି ଆଣୁଥିବା କାରଣରୁ ପୁଷ୍କରିଣୀ ଗୁଡ଼ିକ ପଦ୍ମଶୂନ୍ୟ ହେଇଗଲା ଏବଂ ତାହାର ମୂଲ୍ୟ ବୃଦ୍ଧି ଘଟିଲା। କର୍ପୂର ଚନ୍ଦନ ପ୍ରଭୃତି ଯେତେ ଶୀତଳକାରକ ଦ୍ରବ୍ୟ ରହିଛି ସେସବୁର ମୂଲ୍ୟ ମଧ୍ୟ ବଢ଼ିଗଲା। ଖାଲି ସେତିକି ନୁହଁ, କୁଶ୍ଚିତ ଦ୍ରବ୍ୟ ଗନ୍ଧ ବେଣାମୂଳ ଅର୍ଥାତ୍ କୁଶ୍ଚିତ ଏଇ ଯେଉଁ ବେଣା ଚେର ତାହା ମଧ୍ୟ
ଦୁର୍ମିଳ ହେଇଗଲା, ତାହା ଆଉ ମିଳିଲାନି। ଅତ୍ୟନ୍ତ ଲୋକମାନଙ୍କ ଦ୍ୱାରା ଅତ୍ୟନ୍ତ ବ୍ୟବହାର କରାଯାଉଥିବା କାରଣ ଲୋକ ଆଉ କେହି ଏମିତିଆ ଜିନିଷକୁ ଯାହାକୁ ପଚାରୁ ନଥିଲେ ସେ କୁଶ୍ଚିତ ଦ୍ରବ୍ୟ ବେଣାମୂଳ ତାହା ଏଥର ଦୁର୍ମିଳ ହେଇଯିବାକୁ ଲାଗିଲା। ଏବଂ ଏବଂ ବୃକ୍ଷମାନଙ୍କୁ ପ୍ରଚୁର ପରିମାଣରେ ଫୁଲ ଫୁଟିଥିଲେ ମଧ୍ୟ ସେଗୁଡ଼ିକ ଆଣିବା ଦୂରେ ଥାଉ, ତାକୁ କେହି ଚାହିଁଲେ ବି ନାହିଁ। କେତେ ରୂପେ ଫୁଟି ଅଛି ଗଛେ, କେହି ତୋଳିବାକୁ ମନ ନ ଇଚ୍ଛେ, ତ ଲୋକ ଆଉ ଅନେଇଲେ ବି ନାହିଁ। କାମଦୂତକୁ ଦେଖି ଗୌଡ଼ନ୍ତି, କଣ୍ଠ ଶୁଣି କର୍ଣ୍ଣେ କର ଦିଅନ୍ତି। ଏବଂ କନ୍ଦର୍ପ ଦଶାରେ ଘାରି ହେଇ ଗୋପୀମାନେ କାମଦେବର ଦୂତମାନଙ୍କୁ ଘଉଡ଼େଇ ଦେଉଛନ୍ତି। ସେମାନଙ୍କର ସ୍ୱର ଶ୍ରବଣ କରିବାକୁ ତାଙ୍କ ମନ ଭିତରେ ଟିକିଏ ବି ଇଚ୍ଛା ପ୍ରକାଶ କରୁ ନାହିଁ। ତାହେଲେ ତାର ଅର୍ଥ ହେଲା କ'ଣ? କାମଦେବଙ୍କ ଦୂତ କ'ଣ? କାମଦେବ ହେଲେ କିଏ? ପ୍ରେମ ପ୍ରଣୟର ଦେବତା, ଯିଏ ମନ ଭିତରେ ଶୃଙ୍ଗାରିକତା ଭାବନା ସୃଷ୍ଟି କରିଥାନ୍ତି। ତେଣୁ ଏମିତି ଯେଉଁଠି ଫୁଲ ଫୁଟେ ତାକୁ କାହାର ଇଚ୍ଛା ହେଲା ନାହିଁ ଦେଖିବା ପାଇଁ, କେଉଁଠି ଭଅଁର ଶବ୍ଦ କଲା କି କେଉଁଠି କୋକିଳ ନାଦ କଲା, ଏସବୁ ଯାହାକି ମନ ଭିତରେ ବିଭିନ୍ନ ପ୍ରକାରର ପ୍ରେମ ଭାବନା ସୃଷ୍ଟି କରିବ, ସେସବୁକୁ କେହି ଆଉ ଇଚ୍ଛା କଲେନି ଶୁଣିବା ପାଇଁ, ବରଂ ସେଗୁଡ଼ାକ ସବୁ ଘଉଡ଼େଇ ଦେଲେ। ଏବଂ ଏକଥା ଟିକିଏ ବି କାନରେ ଶୁଣାଗଲା ବେଳକୁ ସେମାନେ ସମସ୍ତେ କାନରେ ହାତ ଦେବାକୁ ଲାଗିଲେ। କୁଞ୍ଜବନ ହେରି କହିଲି ଏହା ମୁଁ ଅଳପ କରି। ତେଣୁ ସିଏ କହୁଛନ୍ତି କ'ଣ ନା, କହୁଛନ୍ତି ଯେ କନ୍ଦର୍ପ ଦଶାରେ ଘାରି ହେଇକି ଗୋପୀମାନେ ହିଁ କାମଦେବର ଦୂତମାନଙ୍କୁ ଘଉଡ଼େଇ ଦେଲା। ସେମାନଙ୍କ ସ୍ୱର ଶ୍ରବଣ କରିବାକୁ ମନ ଭିତରେ ଇଚ୍ଛା ପ୍ରକାଶ କଲେ ନାହିଁ। ଏବଂ ଏତେ ସବୁ ପ୍ରକାରର କଥା ଯେତେବେଳେ ଉଦ୍ଧବ କୃଷ୍ଣଙ୍କ ଆଗରେ ସେ କହିସାରିକି କହୁଛନ୍ତି କ'ଣ, ଦେଖ ଗୋପୀମାନଙ୍କର ବିରହ ବ୍ୟବସ୍ଥା ବର୍ଣ୍ଣନା କରି ତାଙ୍କ ଜୀବନର ଯେତେ ସବୁ କରୁଣ ଭାବନା ରହିଛି ସେସବୁ କଥାକୁ ମୁଁ କେବଳ କହିଲି। କେତେ କହିଲି ନା, କହିଲି ଏହା ମୁଁ ଅଳପ କରି। ମୁଁ ଅଳ୍ପ କି ଆପଣଙ୍କୁ କହିଲି, ପ୍ରକୃତରେ ମୁଁ ଯେତିକି କହିଲି କୃଷ୍ଣ ଆପଣଙ୍କର ଯେଉଁ ବିରହ କାରଣରୁ ଏଇ ଯେଉଁ କୃଷ୍ଣଗତ ପ୍ରାଣମାନେ, ଏଇ ଯେଉଁ ଗୋପୀମାନେ ଯେଉଁ ଦୁର୍ଦ୍ଦଶା ଭୋଗ କରୁଛନ୍ତି, ଆପଣଙ୍କୁ କହିଥିବା କଥା ହେଉଛି ତା ତୁଳନାରେ ବହୁତ ଅଳ୍ପ। ଏହା ହେଲା ଆମର 16 ନମ୍ବର ପଦ। ଆଜି ଆମେ 5ରୁ 16 ନମ୍ବର ପଦ ପର୍ଯ୍ୟନ୍ତ ପଢ଼ିଲେ ଏବଂ ପରବର୍ତ୍ତୀ ଅଧ୍ୟାୟରେ ଆମେ ଏଇ ଆମର ଚତୁର୍ଥିଂଶ ବା 34 ନମ୍ବର ଛନ୍ଦକୁ ଶେଷ କରିବା।